ପାଉଲ କହନ୍ତି ଈଶ୍ୱର ଆମକୁ ଅଭିଷେକ କରିଅଛନ୍ତି ଓ ତାଙ୍କ ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ କରିଛନ୍ତି। ମୁଦ୍ରାଙ୍କିତର ଅର୍ଥ କ'ଣ? ସେଥିର ଅର୍ଥ ହେଲା ଆମେ ନିଜର ନୁହଁ କିନ୍ତୁ କର୍ତ୍ତାଙ୍କର ଅଟୁ, ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା। ପ୍ରଶ୍ନ ହେଲା ଆମେ କ'ଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛୁ କି? ଈଶ୍ୱର ଯାହା ଆମ ଜୀବନରୁ ଚାହାନ୍ତି ଆମେ କ'ଣ ତାହା କରୁଛୁ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। প্রিয় দর্শক বন্ধু নমস্কার। প্রভু যীশুଙ୍କ ମଧୁର ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ପୁଣି ଥରେ ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏହା ମୋ ପ୍ରାର୍ଥନା ଯେ ଈଶ୍ୱରଙ୍କ ବାକ୍ୟ ଆପଣଙ୍କ ଜୀବନରେ ମହାନ କାର୍ଯ୍ୟ ସାଧନ କରୁ, ଯେପରି ଆପଣ ଏହି ମନ୍ଦ ଜଗତରେ ଖ୍ରୀଷ୍ଟଙ୍କ ଜ୍ୟୋତି ସ୍ୱରୂପେ କାର୍ଯ୍ୟ କରିପାରିବେ। ଆପଣଙ୍କ ଅନୁଭୂତି ନିଶ୍ଚୟ ଆମକୁ ଜଣାଇବେ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆମେ ଗତ ପାଠରେ ଅଧ୍ୟୟନ କରୁଥିଲୁ ଯେ ପାଉଲ ବିଭିନ୍ନ ପ୍ରକାର ସମସ୍ୟା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। କରନ୍ଥୀର ଲୋକମାନେ ସମାଲୋଚନା କରୁଥିଲେ ଓ ସେ ସେବା କାର୍ଯ୍ୟ ବିଷୟରେ ବିଭିନ୍ନ ପ୍ରକାର ତାଡ଼ନାର ସମ୍ମୁଖୀନ ହୋଇଥିଲେ। ଆମେ ସମସ୍ୟାର ସମ୍ମୁଖୀନ ହେବା କିନ୍ତୁ ଈଶ୍ୱରଙ୍କ ସାନ୍ତ୍ୱନା ମଧ୍ୟ ଅନୁଭବ କରିପାରିବା। ପାଉଲ କହୁଛନ୍ତି ଆମେ ଯେତେ ଅଧିକ କଷ୍ଟ ଓ ଦୁଃଖ ଯନ୍ତ୍ରଣା ମଧ୍ୟ ଦେଇଯାଉ ସେତିକି ସାନ୍ତ୍ୱନା ପାଇବା। ତେଣୁ ଆମେ ଗତ ପାଠରେ ଦେଖିଥିଲୁ ଆମ ଯନ୍ତ୍ରଣା ଦୁଃଖ ଯେତେ ଅଧିକ ଆମ ସାନ୍ତ୍ୱନା ସେତିକି ଅଧିକ। ଆଜିର ଅଧ୍ୟୟନରେ ପାଉଲ ତାଙ୍କ ସେବା କାର୍ଯ୍ୟ ବିଷୟରେ କହିବାକୁ ଯାଇ କହୁଛନ୍ତି ମୁଁ ବିଶ୍ୱସ୍ତତା ଓ ସରଳତା ସହିତ ତୁମମାନଙ୍କ ନିକଟକୁ ଲେଖିଥିଲି। ସେମାନଙ୍କ ନିକଟକୁ ସେ ଲେଖିଥିଲେ ଓ ପ୍ରଶ୍ନ କରୁଛନ୍ତି। ତାଙ୍କ ଯାତ୍ରା ମଧ୍ୟ ମନୁଷ୍ୟର ଜ୍ଞାନ ଅନୁଯାୟୀ ନଥିଲା, ପବିତ୍ର ଆତ୍ମାଙ୍କ ଚାଳନାରେ ସେ ଯାତ୍ରା କରୁଥିଲେ। ସେ ସାଂସାରିକ ମନୁଷ୍ୟ ଭାବରେ ତାଙ୍କ ଯୋଜନା ପରିବର୍ତ୍ତନ କରୁନଥିଲେ। ସେ ସାଂସାରିକ ମନୁଷ୍ୟ ଅନୁସାରେ କରୁନଥିଲେ, ଈଶ୍ୱରଙ୍କ ଇଚ୍ଛା ଅନୁସାରେ କରୁଛନ୍ତି। ଆମେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କଲାବେଳେ ଯେତେବେଳେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉ, ସମାଲୋଚନାର ଶିକାର ହେଉ, ଆମ ମନରେ କ'ଣ ଚିନ୍ତା ଆସେ? ଆମେ ଈଶ୍ୱରଙ୍କୁ ପ୍ରଶ୍ନ କରୁ କାହିଁକି ମୋ ପ୍ରତି? ପାଉଲଙ୍କ ମନରେ ହୁଏତ ସେଇ ଚିନ୍ତା ଆସିଥିବ। ତେବେ ଆସନ୍ତୁ ଆଜିର ଆଲୋଚନା ମଧ୍ୟକୁ ଯିବା ପୂର୍ବରୁ ଆମେ ଏକ ଭକ୍ତିମୂଳକ ଗୀତ ଶୁଣିବା। ପ୍ରଭୁ ଯୀଶୁଙ୍କର ଯାହା ସନ୍ତୋଷଜନକ ତାହା ଅନୁସନ୍ଧାନ କର, ଅନୁସନ୍ଧାନ କର, ତାହା ଅନୁସନ୍ଧାନ କର, ଅନୁସନ୍ଧାନ କର।
পবিত্রতার সৌন্দর্যে বিভূষিত হুয়া, বিভূষিত হুয়া। পবিত্রতার সৌন্দর্যে বিভূষিত হুয়া, বিভূষিত হুয়া। অন্ধকার জগতরে দীপ্তিমতী হুয়া, দীপ্তিমতী হুয়া। আলোকর সন্তান সম আচরণ কর, প্রভু যীশুଙ୍କର যাহা সন্তোষ জনক, তাহা অনুসন্ধান কর, অনুসন্ধান কর। ପ୍ରଭୁଙ୍କର କଥାଟିକୁ ନୀତି କହି ଯାଅ, ନୀତି କହି ଯାଅ। ଆଜି ଆମେ ସେହି ଦ୍ୱିତୀୟ କରିନ୍ଥୀୟ ପତ୍ରର ପ୍ରଥମ ପର୍ବର 13 ପଦରୁ ଆରମ୍ଭ କରି 24 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜି ମଧ୍ୟ ଆମମାନଙ୍କର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେଉଛି ଜୀବନର ଯୋଜନାଗୁଡ଼ିକ ପ୍ରତି ଈଶ୍ୱରଙ୍କର ସାନ୍ତ୍ୱନା। ଗତ ପାଠରେ ଆମେ ଦେଖିଥିଲୁ ଯେ ଈଶ୍ୱର କ୍ଲେଶ ମଧ୍ୟ ଦେଇ ସାନ୍ତ୍ୱନା ଦେଇଥାନ୍ତି ଓ ସେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସେହିପରି ଅନୁଭୂତିର ମଧ୍ୟ ଦେଇ କଢ଼ାଇ ନେଇଥାନ୍ତି ଯେପରି ସେମାନେ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ତହିଁର ଅଂଶୀ କରାଇପାରନ୍ତି। ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କର କ୍ଲେଶର ସମୟରେ ସାନ୍ତ୍ୱନା ଦେଇପାରନ୍ତି, କାରଣ କ୍ଲେଶ ଭୋଗ କରିବା ହେଉଛି ଈଶ୍ୱରଙ୍କ ଅନୁଗ୍ରହ ଓ ଏହା ଖ୍ରୀଷ୍ଟ ବିଶ୍ୱାସୀ ଜୀବନରେ ଅନେକ ଉତ୍ତମ ବିଷୟ ସାଧନ କରିଥାଏ, ଯଦ୍ୱାରା ସେ ଅନ୍ୟକୁ ମଧ୍ୟ ସେଥିର ଅଂଶୀ କରାଇବା ନିମନ୍ତେ ସମର୍ଥ ହୋଇଥାଏ। ପ୍ରେରିତ ପାଉଲ ତାହା ହିଁ ଏହି ପତ୍ରରେ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଅବଗତ କରାଇ ଦିଅନ୍ତି ଓ ସେମାନଙ୍କୁ ସାନ୍ତ୍ୱନା ତଥା ଉତ୍ସାହ ପ୍ରଦାନ କରନ୍ତି। ତେବେ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବାକୁ ଯିବା। ପ୍ରିୟ ବନ୍ଧୁ, ଆଜି ଯଦି ଆପଣ କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି ଓ ଆପଣ ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ଅଟନ୍ତି, ତାହେଲେ ଆପଣଙ୍କ ଜୀବନ ଅନ୍ୟମାନଙ୍କ ପ୍ରତି ସାକ୍ଷ୍ୟ ସ୍ୱରୂପ ହୋଇପାରିବ ଓ ଆପଣ ଅନ୍ୟମାନଙ୍କୁ ମଧ୍ୟ ସାନ୍ତ୍ୱନା ଦେଇପାରିବେ। ଆପଣ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସେହି ଅନୁଗ୍ରହର ଅଂଶୀ କରାଇପାରିବେ, କାରଣ ଈଶ୍ୱର ଆପଣଙ୍କୁ ସେହି କ୍ଲେଶ ମଧ୍ୟ ଦେଇ ଗତି କରିବାକୁ ଅନୁମତି ଦେଇଅଛନ୍ତି, ଯେପରି ଅନ୍ୟମାନେ ତଦ୍ୱାରା ଉପକୃତ ହେବାକୁ ପାରନ୍ତି। ଦେଖନ୍ତୁ, ଦ୍ୱିତୀୟ କରିନ୍ଥୀୟ ପ୍ରଥମ ପର୍ବର 13 ପଦରୁ 15 ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର, ସେହିସବୁ ବିନା ଆମ୍ଭେମାନେ ତୁମମାନଙ୍କ ନିକଟକୁ ଆଉ କିଛି ଲେଖୁନାହୁଁ। ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମେମାନେ ଯେ ପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ, ସେହି ପ୍ରକାରେ ଆମ୍ଭେମାନେ ଯେ ତୁମମାନଙ୍କ ଦର୍ପର କାରଣ, ଏହା ତୁମେମାନେ ଯେପରି ଆମମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ, ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି। ଆଉ ତୁମେମାନେ ଯେପରି ଦ୍ୱିତୀୟ ଥର ଅନୁଗ୍ରହ ଲାଭ କରିପାର। ପାଉଲ ଏଠାରେ କହନ୍ତି, ମୁଁ କ'ଣ ତୁମମାନଙ୍କ ନିମନ୍ତେ ପ୍ରଥମ ଥର ଆଶୀର୍ବାଦର କାରଣ ହୋଇନଥିଲି? ବର୍ତ୍ତମାନ ମୁଁ ଦ୍ୱିତୀୟ ଥର ଆସୁଅଛି ଓ ମୁଁ ତୁମମାନଙ୍କ ପ୍ରତି ଆଶୀର୍ବାଦ ଜନକ ହେବାକୁ ଚାହେଁ। 16 ଓ 17 ପଦରେ ଲେଖା ଅଛି, ପୁଣି ତୁମମାନଙ୍କ ନିକଟ ଦେଇ ମାକିଦୋନିଆକୁ ଯାଇ ଓ ପୁନର୍ବାର ମାକିଦୋନିଆରୁ ତୁମମାନଙ୍କ ନିକଟକୁ ଆସି ତୁମମାନଙ୍କ ସାହାଯ୍ୟରେ ଜିହୁଦା ପ୍ରଦେଶକୁ ଯାତ୍ରା କରିପାରେ, ଏଥିପାଇଁ ମୁଁ ସେହି ବିଶ୍ୱାସରେ ପ୍ରଥମରେ ତୁମମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି। ତେବେ ଏହି ପ୍ରକାର ଇଚ୍ଛା କରିବାରେ ମୁଁ କ'ଣ ଲଘୁ ଭାବରେ ଆଚରଣ କରିଥିଲି? ଅବା ମୁଁ ଯାହା ସଂକଳ୍ପ କରିଥାଏ ତାହା କ'ଣ ସାଂସାରିକ ଭାବରେ କରିଥାଏ ଯେ ମୋହର କଥା ହଁ ଓ ନା ଉଭୟ ହୁଏ? ପାଉଲ ଆଶା କରିଥିଲେ
ଯେ ସେ କରିନ୍ଥକୁ ଯିବା ନିମନ୍ତେ ସମର୍ଥ ହୋଇପାରିବେ ବୋଲି। ମାତ୍ର ସେ ଏପର୍ଯ୍ୟନ୍ତ ସେଠାକୁ ଯାଇପାରି ନ ଥିଲେ। କରିନ୍ଥରେ ଥିବା ତାହାଙ୍କର କେତେକ ଶତ୍ରୁ କହୁଥିଲେ ଯେ ପାଉଲ ଯାହା କହନ୍ତି ତାହା କରନ୍ତି ନାହିଁ। ସେମାନେ ତାହାଙ୍କର ଅବିଶ୍ୱସ୍ତତା ନିମନ୍ତେ ତାହାଙ୍କୁ ଦୋଷାରୋପ କଲେ। ମାତ୍ର ପାଉଲ ସେମାନଙ୍କୁ କହନ୍ତି ଯେ ସେ ପ୍ରକୃତରେ ବିଶ୍ୱସ୍ତ ଥିଲେ। ସେ କହନ୍ତି ଯେ ଯେତେବେଳେ ସେ ହଁ ବୋଲି କହନ୍ତି ତାହା ହଁ ବୋଲି ସେ ଭାବନ୍ତି ଓ ଯେତେବେଳେ ସେ ନା ବୋଲି କହନ୍ତି ତାହା ନା ବୋଲି ଭାବନ୍ତି। ତାଙ୍କର ହଁ କଥା ହଁ ଓ ନା କଥା ନା ହୋଇଥାଏ। ଆଜି ଖ୍ରୀଷ୍ଟ ବିଶ୍ୱାସୀମାନେ ସେହିପରି ସେମାନଙ୍କର କଥାରେ ବିଶ୍ୱସ୍ତତା ରକ୍ଷା କରିବା ଉଚିତ। ସେମାନେ ଯାହାକୁ ଯାହା ପ୍ରତିଶ୍ରୁତି ଦେଇଥାନ୍ତି ତାହାକୁ ରକ୍ଷା କରିବା ଉଚିତ। ସେମାନଙ୍କ ହଁ କଥା ହଁ ଓ ନା କଥା ନା ହେବା ଉଚିତ। ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏହିପରି ଆଦର୍ଶ ରକ୍ଷା କରିବା ଉଚିତ। 18 ପଦରେ ଲେଖା ଅଛି, କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ଏଣୁ ତୁମମାନଙ୍କ ପ୍ରତି ଆମମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ। ଦେଖନ୍ତୁ, ଏଠାରେ ପାଉଲ କହିନଥିଲେ ମୁଁ ନିଶ୍ଚୟ ଆସିବି ଓ ତାପରେ ମୁଁ ଆସିବି ନାହିଁ। କାହିଁକି? ଯେହେତୁ ଈଶ୍ୱର ତାହାଙ୍କୁ ଚାଳନା ଦେଇଥିଲେ, ସେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହେଉଥିଲେ। ତେଣୁକରି ସେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରିବା ପାଇଁ ଚାହୁଁନଥିଲେ। 19 ପଦରେ ଲେଖା ଅଛି, କାରଣ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ ଯେ ଆମ୍ଭମାନଙ୍କ ଦ୍ୱାରା ଅର୍ଥାତ୍ ମୋ ଦ୍ୱାରା ଏବଂ ସିଲୱାନ୍ ଓ ତିମୋଥୀଙ୍କ ଦ୍ୱାରା ତୁମମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇନାହାନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି। ପାଉଲ ଯେଉଁ ସୁସମାଚାର ପ୍ରଚାର କରିଥିଲେ ତାହା ଅତି ଚମତ୍କାର, ଆଉ ଏହା ନିଶ୍ଚିତ ଓ ସତ୍ୟ ଥିଲା। ଏହା ହଁ ଥିଲା। ସୁସମାଚାର ଏପରି ଏକ ବିଷୟ ଯାହାକି ଈଶ୍ୱର ଆମମାନଙ୍କ ନିମନ୍ତେ ତାହା ସାଧନ କରିଅଛନ୍ତି। ଏହା ଶୁଭ ସମ୍ବାଦ। ଆମମାନଙ୍କର କେବଳ ବିଶ୍ୱସ୍ତ ଈଶ୍ୱର ନାହାନ୍ତି, ମାତ୍ର ଆମମାନଙ୍କର ନିଶ୍ଚିତ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଅଛନ୍ତି, ଯାହାଙ୍କର ହଁ କଥା ହଁ ଓ ନା କଥା ନା ଅଟେ। ଓ ସେ ମଧ୍ୟ ଚାହାନ୍ତି ଆମମାନଙ୍କର ହଁ କଥା ହଁ ହେଉ ଓ ନା କଥା ନା ହେଉ। 20 ପଦରେ ଲେଖା ଅଛି, ଜଣୁ ଈଶ୍ୱରଙ୍କର ଯେତେ ପ୍ରତିଜ୍ଞା ସେ ସମସ୍ତର ହଁ ତାହାଙ୍କଠାରେ ଅଛି। ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ୱରଙ୍କୁ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍ କହିଥାଉ। ଆପଣ ଦେଖନ୍ତୁ, ପ୍ରତ୍ୟେକଟି ବିଷୟ ଖ୍ରୀଷ୍ଟଙ୍କଠାରେ ନିଶ୍ଚିତ ଓ ସମ୍ଭବ। ଈଶ୍ୱର ଆପଣଙ୍କ ନିମନ୍ତେ ଯେଉଁ ସମସ୍ତ ପ୍ରତିଜ୍ଞା କରିଅଛନ୍ତି ତାହା ସେ ସାଧନ କରିବେ ଓ ସେ ଆପଣଙ୍କ ଜୀବନ ଦ୍ୱାରା ମଧ୍ୟ ତାହାଙ୍କର ପ୍ରତିଜ୍ଞାକୁ ସଫଳ କରିବାକୁ ଚାହାନ୍ତି। କାରଣ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସେ ନିଶ୍ଚିତ ଭାବେ ସାଧନ କରିଅଛନ୍ତି ଓ କରିବେ ମଧ୍ୟ, କାରଣ ସେ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର ଓ ସେ ତାହା ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସାଧନ କରିଅଛନ୍ତି। କାରଣ ଖ୍ରୀଷ୍ଟ ତହିଁର ସଫଳତା। 21-22 ପଦରେ ଲେଖା ଅଛି, ପୁଣି ଯେ ଆମମାନଙ୍କୁ ତୁମମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି ସେ ଈଶ୍ୱର। ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି। ଆପଣ ଦେଖନ୍ତୁ, ବର୍ତ୍ତମାନ ଏଠାରେ ଆପଣଙ୍କର କେବଳ ବିଶ୍ୱସ୍ତ ଈଶ୍ୱର ନାହାନ୍ତି, ସତ୍ୟ ଈଶ୍ୱର ନାହାନ୍ତି, କେବଳ ସତ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ନାହାନ୍ତି, ମାତ୍ର ଏଥିସହିତ ମଧ୍ୟ ପବିତ୍ର ଆତ୍ମା ଆପଣଙ୍କ ହୃଦୟରେ ବାସ କରନ୍ତି। ଆଉ ମୁଁ ବିଶ୍ୱାସ କରେ ଯେ ଏଠାରେ ଏହି ଉକ୍ତି ମଧ୍ୟରେ ଆଜି ଆପଣଙ୍କର ସମ୍ପୂର୍ଣ୍ଣ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ରହିଅଛି। ଲେଖା ଅଛି ଯେ ଆଜି ଆମମାନଙ୍କୁ ତୁମମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି। ବର୍ତ୍ତମାନ ପ୍ରଶ୍ନ ହେଉଛି, ଆପଣ କିପରି ସ୍ଥିର ହୁଅନ୍ତି? ଯେତେବେଳେ ପାଉଲ ତାହାଙ୍କର ପ୍ରଥମ ପତ୍ର ଏହି କରିନ୍ଥୀୟ ମଣ୍ଡଳୀ ନିକଟକୁ ଲେଖିଥିଲେ, ସେତେବେଳେ ସେ ସେମାନଙ୍କ ବିଶ୍ୱାସର ଅସ୍ଥିରତା ଦେଖି ଶେଷରେ ସେ ସେମାନଙ୍କ ନିକଟକୁ ଏହିପରି ଲେଖିଥିଲେ, ଯାହାକି ପ୍ରଥମ କରିନ୍ଥୀୟ 15 ପର୍ବର 58 ପଦରେ ଲେଖା ଅଛି, ଅତଏବ ହେ ମୋର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ। ତେବେ ସେହି ସୁସ୍ଥିର ରହିବାର ଅର୍ଥ କ'ଣ? ଆମେ ବିଶ୍ୱାସ କରୁ ଯେ ତାହା ହେଉଛି ପବିତ୍ର ଆତ୍ମାଙ୍କର କାର୍ଯ୍ୟ। ପ୍ରଥମତଃ ପବିତ୍ର ଆତ୍ମା ହୃଦ୍ବୋଧ ଜାତ କରାନ୍ତି। ପ୍ରଭୁ ଯୀଶୁ କହନ୍ତି, ପବିତ୍ର ଆତ୍ମା ଯେତେବେଳେ ଏହି ଜଗତକୁ ଆଗମନ କରିବେ, ସେ ପ୍ରଥମେ ପାପ, ଧାର୍ମିକତା ଓ ବିଚାର ବିଷୟରେ ହୃଦ୍ବୋଧ ଜାତ କରାଇବେ। ଏହାପରେ ସେ ଦ୍ୱିତୀୟ ବିଷୟଟି ସାଧନ କରିବେ, ଆଉ ତାହା ହେଉଛି ପୁନର୍ଜନ୍ମ। ଯଦି ଆମ୍ଭେମାନେ ସେହି ସମସ୍ତ ବିଷୟରେ ହୃଦ୍ବୋଧ ପାଇ ଆମମାନଙ୍କର ପାପ ସବୁ ସ୍ୱୀକାର କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ, ସେ କେବଳ ଆମମାନଙ୍କୁ ଆତ୍ମିକ ଜୀବନରେ ନୂତନୀକୃତ କରନ୍ତି ନାହିଁ,
ମାତ୍ର ସେ ମଧ୍ୟ ଆମମାନଙ୍କ ହୃଦୟରେ ବାସ କରନ୍ତି। ସେ କେବଳ ଆମମାନଙ୍କ ହୃଦୟରେ ବାସ କରନ୍ତି ନାହିଁ, ସେ ମଧ୍ୟ ଆମମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିଜିତ କରାନ୍ତି। ତେବେ ଏଠାରେ ଏହି ବିଷୟଟି ଅତି କୌତୁହଳଜନକ, ଯାହାକି ପାଉଲ ଏହିପରି କହନ୍ତି, ପୁଣି ଯେ ଆମମାନଙ୍କୁ ତୁମମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ୱର। ସେହି ଈଶ୍ୱର କିଏ? ପବିତ୍ର ଆତ୍ମା ଈଶ୍ୱର। ତେବେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ବିଷୟ ନେଇ କହିବା ସମୟରେ ପାଉଲ ବର୍ତ୍ତମାନ କାଳକୁ ବ୍ୟବହାର କରନ୍ତି। ଏହା ହିଁ ଆଜି ପବିତ୍ର ଆତ୍ମା ଆପଣଙ୍କ ନିମନ୍ତେ ସାଧନ କରୁଅଛନ୍ତି। ସେ ଆପଣଙ୍କ ହୃଦୟରେ ହୃଦବୋଧ ଜାତ କରାନ୍ତି। ସେ ଆପଣଙ୍କୁ ପୁନର୍ଜନ୍ମ ପ୍ରଦାନ କରନ୍ତି ଓ ସେ ଆପଣଙ୍କ ହୃଦୟରେ ବାସ କରନ୍ତି ଓ ସେ ଆପଣଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି। ଲେଖା ଅଛି, ପୁଣି ଯେ ଆମମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ଅଭିଷେକ କରିଅଛନ୍ତି, ସେହି ଈଶ୍ୱର। ବର୍ତ୍ତମାନ ଏହି ପବିତ୍ର ଆତ୍ମାରେ ଅଭିଷେକ ହେବା ବିଷୟକୁ ଉପେକ୍ଷା କରାଯାଏ। ଏହାର ସତ୍ୟତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ପ୍ରଥମ ଯୋହନ 2:20 ଲେଖା ଅଛି, ଆଉ ତୁମେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମେ ସମସ୍ତେ ଜ୍ଞାନପ୍ରାପ୍ତ ହୋଇଅଛ। ଏହି ଅଭିଷେକ ପାଇବା ଦ୍ୱାରା ପବିତ୍ର ଆତ୍ମା ଆମମାନଙ୍କୁ ସମସ୍ତ ସତ୍ୟରେ ପରିଚାଳିତ କରାନ୍ତି ଓ କଢ଼ାଇ ନିଅନ୍ତି। ଏପରିକି ପ୍ରଥମ ଯୋହନ 2:27 ଲେଖା ଅଛି, କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ, ତାହା ତୁମମାନଙ୍କଠାରେ ରହିଅଛି। ପୁଣି କେହି ଯେ ତୁମମାନଙ୍କୁ ଶିକ୍ଷା ଦେବ, ଏହା ତୁମମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ, ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ। ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ। ତେଣୁ ଏହି ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ପବିତ୍ର ଆତ୍ମା ଆପଣଙ୍କୁ ଶିକ୍ଷା ଦିଅନ୍ତି ଓ ଈଶ୍ୱରଙ୍କ ବାକ୍ୟର ନିଗୁଢ଼ ବିଷୟକୁ ଆପଣଙ୍କ ନିକଟରେ ପ୍ରକାଶ କରିଦିଅନ୍ତି। ସେହି କାରଣରୁ ଏହି ପବିତ୍ର ଧର୍ମଶାସ୍ତ୍ର ଏକ ଆଶ୍ଚର୍ଯ୍ୟ ପୁସ୍ତକ। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ନିଜ ଲୋକମାନଙ୍କୁ ଏହିପରି କହିଲେ, ଯାହାକି ଯୋହନ 16:12 ଓ 13 ଏହିପରି ଲେଖା ଅଛି, ମୋହର ତୁମମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମେମାନେ ଏବେ ସେହିସବୁ ସହିପାର ନାହିଁ। କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହିସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ସେହି ପବିତ୍ର ଆତ୍ମା ଆପଣଙ୍କୁ ସମସ୍ତ ସତ୍ୟରେ ପରିଚାଳିତ କରାଇବାକୁ ଚାହାନ୍ତି। ଆହୁରି ମଧ୍ୟ ପାଉଲ କହନ୍ତି, ସେ ମଧ୍ୟ ଆମମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି। ତାହା ପବିତ୍ର ଆତ୍ମାଙ୍କର ଏକ ଚମତ୍କାର କାର୍ଯ୍ୟ। ସେଥିପାଇଁ ଏଫିସି 4:30 ଲେଖା ଅଛି, ଆଉ ଈଶ୍ୱରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ। ପ୍ରିୟ ବନ୍ଧୁ, ପବିତ୍ର ଆତ୍ମା ଆପଣଙ୍କ ଉପରେ ଏକ ମୁଦ୍ରାଙ୍କ ଦେଇଅଛନ୍ତି, ଯେପରି ସେ ଆପଣଙ୍କୁ ଈଶ୍ୱରଙ୍କର ବୋଲି ଦେଖାଇ ଦେବାକୁ ଚାହାନ୍ତି। ଯଦି ଆପଣ ପ୍ରକୃତରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ, ଆପଣ ଯଦି ତାହାଙ୍କର ଛୋଟ ମିଶ, ତାହେଲେ ଆପଣ ବିନଷ୍ଟ ହେବେ ନାହିଁ। ହଁ, ଆପଣ ତାହାଙ୍କଠାରୁ ଦୂରକୁ ଚାଲିଯାଇପାରନ୍ତି, ମାତ୍ର ସେ ଆପଣଙ୍କୁ ଖୋଜି ବାହାର କରି ଆଣିବେ। ଏହି ପବିତ୍ର ଆତ୍ମାଙ୍କୁ ସେହି ଲୁକ ସୁସମାଚାର ମଧ୍ୟରେ ଏକ ଦୃଷ୍ଟାନ୍ତ ମଧ୍ୟ ଦେଇ ଉପସ୍ଥାପିତ କରାଯାଇଅଛି, ଯାହାକି ଜଣେ ସ୍ତ୍ରୀ ଲୋକ ସେହି ହଜିଯାଇଥିବା ମୁଦ୍ରାଟିକୁ ଖୋଜି ନ ପାଇବା ପର୍ଯ୍ୟନ୍ତ ଘର ଝାଡ଼ିବାକୁ ଲାଗିଲା ଓ ଶେଷରେ ତାହା ପାଇଲା। ପାଉଲ ଆହୁରି କହନ୍ତି, ସେ ମଧ୍ୟ ଆମମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି। ଅର୍ଥାତ୍ ଈଶ୍ୱର ଆମମାନଙ୍କୁ ଏ ପ୍ରକାର ଭାବେ ପବିତ୍ର ଆତ୍ମାଙ୍କୁ ଦାନ କରିଅଛନ୍ତି, ଯାହା ପ୍ରକାଶ କରେ ଯେ ଆଗକୁ ଆହୁରି ଅଧିକ କିଛି ଘଟିବାକୁ ଯାଉଅଛି। କାରଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ସେହି ବହୁମୂଲ୍ୟ ରକ୍ତ ମୂଲ୍ୟ ସ୍ୱରୂପେ ଦେଇ ଆମମାନଙ୍କୁ କ୍ରୟ କରିଅଛନ୍ତି, ଯାହାକି ନିଶ୍ଚିତ କରାଇଦିଏ ଏକ ଉଦ୍ଧାରପ୍ରାପ୍ତ ଆତ୍ମା ବର୍ତ୍ତମାନ ସୁରକ୍ଷା ପ୍ରଦାନ କରାଯାଇଅଛି। ଈଶ୍ୱର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ହୃଦୟରେ ସେହି ପବିତ୍ର ଆତ୍ମାକୁ ଦାନ କରିଅଛନ୍ତି। ସେ ହେଉଛନ୍ତି ଆମମାନଙ୍କର ବଇନା ସ୍ୱରୂପ। ସେ ଖ୍ରୀଷ୍ଟ ବିଶ୍ୱାସୀର ହୃଦୟକୁ ଆସିଅଛନ୍ତି, ଯେପରି ସେହି ବିଶ୍ୱାସୀ ତାହାର ଅନୁଭୂତି ମଧ୍ୟ ଦେଇ ଈଶ୍ୱରଙ୍କ ପରିପୂର୍ଣ୍ଣତାକୁ ଧାରଣ କରିବାକୁ ପାରେ। ଆପଣ ଆଜି କ'ଣ ଚାହାନ୍ତି? ଆପଣ ଜାଣନ୍ତି, ଈଶ୍ୱର ଦୟାରେ ମହାନ, ସେ ଦୟାଳୁ ପିତା। ଆପଣ ତାହାଙ୍କ ନିକଟକୁ ଯାଆନ୍ତୁ ଓ ସେହି ଅନୁଗ୍ରହ ଭିକ୍ଷା କରନ୍ତୁ।
ଆପଣ କ'ଣ ଶକ୍ତି ଚାହାନ୍ତି? ଆପଣ କ'ଣ ଆନନ୍ଦ ଚାହାନ୍ତି? ଆପଣ କ'ଣ ଜ୍ଞାନ ଚାହାନ୍ତି? ଆପଣ କ'ଣ ସାହାଯ୍ୟ ଚାହାନ୍ତି? ଏହି ସମସ୍ତ ବିଷୟ ସାନ୍ତ୍ୱନାଜନକ। ସେ ସମସ୍ତର ସାନ୍ତ୍ୱନାଦାତା ଈଶ୍ୱର। ପାଉଲ ତାହା ଜାଣିଥିଲେ, ସେ ତାହା ଅନୁଭବ କରିଥିଲେ। ପ୍ରିୟ ବନ୍ଧୁ, ଆଜି ଆମମାନେ କାହାର ସାନ୍ତ୍ୱନା ଚାହୁଁ? ଅନେକ ସମୟରେ ଆମମାନେ ସାନ୍ତ୍ୱନା ପାଇବା ନିମନ୍ତେ ମନୁଷ୍ୟ ନିକଟକୁ ଯାଉ, ମନୁଷ୍ୟ ନିକଟରେ ନିଜର ଦୁଃଖର କଥା ଜଣାଉ। କିନ୍ତୁ ଆମେ କେବେ ହେଲେ ପ୍ରଭୁଙ୍କ ନିକଟକୁ ଯାଇଛୁ? ପ୍ରଭୁଙ୍କ ନିକଟରେ ନିଜର ସମସ୍ୟା ଜଣାଇଛୁ? ପ୍ରଭୁଙ୍କଠାରୁ ଆମମାନେ ସାନ୍ତ୍ୱନା ପାଇବା ପାଇଁ ଚାହିଁଛୁ? ଯଦି ଆମେ ତାହା କରୁ, ତାହେଲେ ଆମମାନେ ନିଶ୍ଚିତ ଭାବରେ ପ୍ରଭୁଙ୍କଠାରୁ ସାନ୍ତ୍ୱନା ପାଇବା। କାରଣ ସେ ଆମମାନଙ୍କର ଦୁଃଖହାରୀ ପିତା, ସେ ଆମମାନଙ୍କର ଅଭାବମୋଚନ ପିତା, ସେ ଆମମାନଙ୍କର ସମସ୍ୟା ସମାଧାନକାରୀ ପିତା। ତାହେଲେ ଆମେ କାହିଁକି ମନୁଷ୍ୟମାନଙ୍କ ନିକଟକୁ ଯିବା? ହଁ, ଆମେ ମନୁଷ୍ୟକୁ ନିଜର ଦୁଃଖ ଜଣାଇପାରୁ, ମନୁଷ୍ୟଠାରୁ ସାନ୍ତ୍ୱନା ଅପେକ୍ଷା କରିପାରୁ, କିନ୍ତୁ ମନୁଷ୍ୟ ଆମମାନଙ୍କର ସମସ୍ୟା ସମାଧାନ କରିପାରିବ ନାହିଁ କି ମନୁଷ୍ୟ ଆମମାନଙ୍କୁ ସାନ୍ତ୍ୱନା ଦେଇପାରିବ ନାହିଁ। ଆମମାନଙ୍କର ସମସ୍ୟା ସମାଧାନକାରୀ, ଆମମାନଙ୍କର ସାନ୍ତ୍ୱନାଦାତା ହେଉଛନ୍ତି ଈଶ୍ୱର। ଆଉ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ଆମମାନଙ୍କ ସହିତ କଥା କୁହନ୍ତି। ଏହାପରେ ପ୍ରଥମ ପର୍ବର 23 ପଦରେ ଏହିପରି ଲେଖା ଅଛି, କିନ୍ତୁ ମୁଁ ଈଶ୍ୱରଙ୍କୁ ସାକ୍ଷୀ ମାନି ମୋ ପ୍ରାଣର ଶପଥ କରୁଅଛି ଯେ ତୁମମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥକୁ ପୁନର୍ବାର ଯାଇନାହିଁ। ପାଉଲ କହନ୍ତି ଯେ ଯଦି ସେ ପୂର୍ବରୁ ଆସିଥାନ୍ତେ, ତାହେଲେ ସେ ତାହାଙ୍କର ପ୍ରଥମ ପତ୍ରରେ ଯାହା କରିଥିଲେ ତାହା ସେ ସାଧନ କରିଥାନ୍ତେ। ଆପଣ ଦେଖିସାରିଛନ୍ତି ଯେ ସେହି ପ୍ରଥମ ପତ୍ରଟି ସମସ୍ତ ତ୍ରୁଟିପୂର୍ଣ୍ଣ ବିଷୟର ସଂଶୋଧନ ନେଇ ପରିପୂର୍ଣ୍ଣ। ପାଉଲ ପ୍ରକୃତରେ ସେହି ପ୍ରଥମ ପତ୍ରରେ ଅତି କଠୋର ହୋଇଥିଲେ। ତେଣୁକରି ସେ କହନ୍ତି, ଯଦି ମୁଁ ଆସିଥାନ୍ତି, ତାହେଲେ ମୁଁ ତୁମମାନଙ୍କ ସହିତ ଅତି କଠୋର ହୋଇଥାନ୍ତି। ମାତ୍ର ମୁଁ ତୁମମାନଙ୍କୁ ତହିଁରୁ ବଞ୍ଚିତ କରିବାକୁ ଚାହିଁଥିଲି। ମୁଁ ଚାହିଁଥିଲି ଯେପରି ତୁମେମାନେ ନିଜେ ନିଜେ ସେହି ସବୁର ସଂଶୋଧନ କର। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଯେପରି ଆମମାନେ ନିଜେ ନିଜେ ନିଜର ତ୍ରୁଟିକୁ ସଂଶୋଧନ କରୁ। ଆମମାନେ ଅପେକ୍ଷା କରିବା ଉଚିତ ନୁହେଁ ଯେ କେହି ଜଣେ ଆମମାନଙ୍କୁ ଆମମାନଙ୍କର ଦୋଷ ତ୍ରୁଟିକୁ ଦେଖାଇବ, ଆମମାନଙ୍କୁ ସଂଶୋଧନ କରିବ। କିନ୍ତୁ ଆମମାନେ ସେଥି ନିମନ୍ତେ କ'ଣ ସଚେତନ ଅଛୁ କି? ପାଉଲ ସେହି ବିଷୟ ସେମାନଙ୍କୁ ଜଣାଇ ଦିଅନ୍ତି। ଏହାପରେ ପ୍ରଥମ ପର୍ବର 24 ପଦରେ ଲେଖା ଅଛି, ତୁମମାନଙ୍କ ବିଶ୍ୱାସ ଉପରେ ଯେ ଆମମାନଙ୍କର ପ୍ରଭୁତ୍ୱ ଅଛି ତାହା ନୁହେଁ, ବରଂ ତୁମମାନଙ୍କର ଆନନ୍ଦ ନିମନ୍ତେ ତୁମମାନଙ୍କର ସହକାର୍ଯ୍ୟକାରୀ ଅଟୁ, ଯେଣୁ ବିଶ୍ୱାସରେ ତୁମେମାନେ ସ୍ଥିର ହୋଇ ରହିଅଛ। ପାଉଲ କହନ୍ତି, ମୁଁ ତୁମମାନଙ୍କ ଆତ୍ମାଗୁଡ଼ିକ ଉପରେ ପ୍ରଭୁତ୍ୱ କରିବାକୁ ଚାହେଁ ନା। ତୁମମାନଙ୍କର ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି। ମୁଁ କେବଳ ତୁମମାନଙ୍କର ଆନନ୍ଦର ସାହାଯ୍ୟକାରୀ ହେବାକୁ ଚାହେଁ। ଯେହେତୁ ବିଶ୍ୱାସରେ ତୁମେମାନେ ସ୍ଥିର ହୋଇ ରହିଅଛ, ତୁମେମାନେ ପ୍ରଭୁ ଯୀଶୁଙ୍କୁ ଜାଣିଅଛ, ତୁମେମାନେ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛ, ଆଉ ତୁମେମାନେ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ହୋଇ ରହିଅଛ। କିନ୍ତୁ ମୁଁ କେବଳ ତୁମମାନଙ୍କର ଆନନ୍ଦର ସାହାଯ୍ୟକାରୀ ହେବାକୁ ଚାହେଁ, ଯେପରି ତୁମେମାନେ ବାସ୍ତବ ଭାବରେ ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ। ପ୍ରିୟ ବନ୍ଧୁ, ଆପଣ ଓ ମୁଁ ଆମେ ମଧ୍ୟ ଆମମାନଙ୍କର ବିଶ୍ୱାସରେ ସ୍ଥିର ହୋଇ ରହିବା ଉଚିତ। ପାଉଲ ସେମାନଙ୍କଠାରୁ ଦୂରେଇ ରହିଥିଲେ ଯେପରି ସେମାନଙ୍କର ବିଶ୍ୱାସ ଦୃଢ଼ ହେବାକୁ ପାରେ ଓ ସେମାନେ ଯେପରି ପ୍ରଭୁରେ ବଢ଼ିବାକୁ ପାରନ୍ତି। ତେଣୁକରି ଏହି କାରଣରୁ ଈଶ୍ୱର ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଅନେକ କ୍ଲେଶ ଓ ସମସ୍ୟା ତଥା ଜଟିଳ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ଦିଅନ୍ତି, ଯେପରି ସେମାନେ ବିଶ୍ୱାସରେ ବଳିଷ୍ଠ ହେବା ସଙ୍ଗେ ସଙ୍ଗେ ପ୍ରଭୁରେ ବୃଦ୍ଧି ଲାଭ କରନ୍ତି। ସେଦିନ ଯେତେବେଳେ ଶିଷ୍ୟମାନେ
ସେହି ନୌକାରେ ଗାଲିଲି ସମୁଦ୍ର ପାର ହେଉଥିଲେ, ସେତେବେଳେ ସେମାନଙ୍କ ଜୀବନ ପାଇଁ ମୋତେ ଝଡ଼ ଆସିଲା। ସେମାନେ ବିବ୍ରତ ହୋଇଗଲେ। ମାତ୍ର ସେହି ପରିସ୍ଥିତିରେ ପ୍ରଭୁ ସେମାନଙ୍କ ସହିତ ଥାଇ ସେମାନଙ୍କୁ ବିଶ୍ୱାସରେ ବଳିଷ୍ଠ କରାଇଲେ। ଆଉ ଠିକ୍ ସେହି ପ୍ରକାର ଯେତେବେଳେ ଆମମାନେ ଆମମାନଙ୍କ ଜୀବନରେ ସମସ୍ୟା ମଧ୍ୟ ଦେଇ ଗତି କରୁ, ସେତେବେଳେ ପ୍ରଭୁ ଆମମାନଙ୍କ ସହିତ ଥାଆନ୍ତି, ଆଉ ସେ ଆମମାନଙ୍କୁ ବିଶ୍ୱାସରେ ବଳିଷ୍ଠ ହେବା ପାଇଁ ସାହାଯ୍ୟ କରନ୍ତି। ତେଣୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆପଣ ଯଦି ସମସ୍ୟା ବା କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି, ତାହେଲେ ଦୁଃଖ କରନ୍ତୁ ନାହିଁ, ବରଂ ଆନନ୍ଦ କରନ୍ତୁ, କାରଣ ତାହା ଆପଣଙ୍କ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ, ଯେପରି ଆପଣ ବିଶ୍ୱାସରେ ବଳିଷ୍ଠ ହୁଅନ୍ତି। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ମୋର ବିଶ୍ୱାସ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆମେ ଅଧ୍ୟୟନ କଲୁ ଯେ ପାଉଲ ଈଶ୍ୱର ଦେଇଥିବା ବିଶ୍ୱାସକୁ ଦୃଢ଼ ଭାବେ ଧରିଥିଲେ। ସେ ମନୁଷ୍ୟର ଜ୍ଞାନ ଅନୁସାରେ କାର୍ଯ୍ୟ କରୁନଥିଲେ, ତଥାପି ତାଙ୍କୁ ସମାଲୋଚନା ମଧ୍ୟ ଦେଇଯିବାକୁ ପଡ଼ିଥିଲା। ପାଉଲ କହନ୍ତି, ଈଶ୍ୱର ଆମକୁ ଅଭିଷେକ କରିଅଛନ୍ତି, ତାଙ୍କ ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ କରିଅଛନ୍ତି। ମୁଦ୍ରାଙ୍କିତର ଅର୍ଥ ହେଲା ଆମେ ନିଜର ନୋହୁଁ, କିନ୍ତୁ କର୍ତ୍ତାଙ୍କର ଅଟୁ। ଆମେ ନିଜ ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ କରିପାରିବା ନାହିଁ, କିନ୍ତୁ ଆମ କର୍ତ୍ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା। ଆମେ ଯେତେ ଜଣ ତାଙ୍କ ନିକଟକୁ ଆସୁ, ସେ ଆମମାନଙ୍କୁ ମୁଦ୍ରାଙ୍କିତ କରନ୍ତି, ଯେପରି ଆମେ ତାଙ୍କ ଇଚ୍ଛା ଅନୁସାରେ ଈଶ୍ୱରଙ୍କ କାର୍ଯ୍ୟ କରିପାରିବା। ଆଜି କ'ଣ ଆମେ ତାଙ୍କ ନିକଟରେ ନିଜକୁ ସମର୍ପଣ କରିଛୁ କି? ତାଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ କି? କରନ୍ଥୀ ମଣ୍ଡଳୀର ବିଶ୍ୱାସୀମାନେ ପ୍ରଶ୍ନ କରୁଥିଲେ ଯେ ସେ ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ନୁହନ୍ତି। ପାଉଲ ତାଙ୍କ ଦ୍ୱିତୀୟ ପତ୍ରରେ ସ୍ପଷ୍ଟ କରିଦେଇଥିବା ଆମେ ଲକ୍ଷ୍ୟ କରୁଛୁ। ଆଜି ତ ଆମ ସମୟ ଶେଷ ହୋଇଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ, କିନ୍ତୁ ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ ଧନ୍ୟବାଦ ଦେଉଅଛୁ, ତୁମେ ଆମମାନଙ୍କ ପ୍ରାର୍ଥନା ଶ୍ରବଣକାରୀ ଈଶ୍ୱର। ପ୍ରଭୁ ଧନ୍ୟବାଦ ଦେଉଅଛୁ, ତୁମେ ଆମମାନଙ୍କୁ ତୁମ ସେବା କାର୍ଯ୍ୟ ନିମନ୍ତେ ଆହ୍ୱାନ କରିଛ। ଯଦିଓ ପ୍ରଭୁ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା, ଦୁଃଖ, ନିନ୍ଦା, ତାଡ଼ନା ଆସିପାରେ, କିନ୍ତୁ ପ୍ରଭୁ ତୁମେ ଆମମାନଙ୍କ ସହିତ ଅଛ। ପ୍ରଭୁ ତୁମ ଅନୁଗ୍ରହ ଯେ ଆମମାନଙ୍କ ଜୀବନ ପାଇଁ ପ୍ରଚୁର, ତୁମ ସାନ୍ତ୍ୱନା ଯେ ଆମମାନଙ୍କ ଜୀବନ ପାଇଁ ପ୍ରଚୁର, ସେଥିପାଇଁ ଆମେ ତୁମର ଧନ୍ୟବାଦ କରୁଅଛୁ। ଏହି ସମୟରେ ପୁଣି ଥରେ ନିଜ ନିଜକୁ ତୁମ ନିକଟରେ ରଖୁଛୁ। ପ୍ରଭୁ ତୁମେ ଆମ ପ୍ରତ୍ୟେକଙ୍କ ସହିତ ଈଶ୍ୱର ହୁଅ। ଆମମାନଙ୍କୁ ତୁମରି ଶକ୍ତି, ସାମର୍ଥ୍ୟ, ବଳ ଦେଇ ତୁମ ଗୌରବାର୍ଥ ବ୍ୟବହାର କର। ତୁମେ ଆମମାନଙ୍କ ଜୀବନରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କର। ପ୍ରଭୁ ଏହି ସମୟରେ ପୁଣି ଥରେ ନିଜ ନିଜକୁ ତୁମ ନିକଟରେ ସମର୍ପଣ କରି ଏହି ପ୍ରାର୍ଥନା ଆମମାନଙ୍କ ନିମନ୍ତେ ପ୍ରାଣ ଦେଇଥିବା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଲା ସି ପାଉଲ। ଆଜିର ପ୍ରଶ୍ନଟି ହେଉଛି, କିଏ ଆମର ବଇନା ସ୍ୱରୂପ? ଏ ବ୍ୟବସ୍ଥା, ବି ସୁସମାଚାର, ସି ଅନୁତାପ, ଡି ପବିତ୍ର ଆତ୍ମା। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। যদি ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 0444908126ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ନୟମୀ ନାୟକ ଓ ପରିବାର।